ସାର୍ ରଥଯାତ୍ରାର ଅନେକ ଶୁଭେଚ୍ଛା ଓ ଶୁଭକାମନା। ସାର୍ ଗୋଟେ କଥା ପଚାରିଥାନ୍ତି, ଛୋଟବେଳୁ ଶୁଣିଛି କି ଡକ୍ଟରମାନେ ବିଜ୍ଞାନକୁ ଅଧିକା ବିଶ୍ୱାସ କରନ୍ତି, ଭଗବାନଙ୍କୁ କମ୍ ବିଶ୍ୱାସ କରନ୍ତି, ତ ଏଇଟା କେତେ ଦୂର ସତ ସାର୍? ଠାକୁରଙ୍କ ଉପରେ ବିଶ୍ୱାସ କିମ୍ବା ବିଶ୍ୱାସ ନ କରିବା ସେଇଟା ସାଧାରଣତଃ ପାରିବାରିକ ଯେଉଁ ଆମେ ଛୋଟ ଥାଉ ସେଇ ଟାଇମ୍ରେ ଆମ ସଂସ୍କୃତି ଆମର ଯେଉଁ କଲଚର ତା ସହିତ ପରିବାରରେ ଯେଉଁ ଚିନ୍ତାଧାରାରୁ ଆସିଥାଏ ସେଇଟା ଡାକ୍ତର ହେଲା ପରେ ଆମ ଚିନ୍ତାଧାରା ବଦଳିଯିବ ସେଇଟା କହିବା ଠିକ୍ ହବନି। ବରଂ ଡାକ୍ତର ହେଲା ପରେ ମୁଁ ଯଦି ମନେ ପକାଏ ଜୀବନର ଏକ ଇଭେଣ୍ଟ ମୋର ମନେ ପଡ଼ୁଛି ଯେଉଁଟା ଆମେ ପ୍ରଥମେ ମୁଁ ସର୍ଜରୀ କରୁଥିଲି। ପିଜି ସରିଲା ପରେ ମୁଁ ମୋର କ୍ଲିନିକ୍ ନୂଆ ନୂଆ ଆରମ୍ଭ କରିଥାଏ। ଆଉ ସେଇ ସମୟରେ ମୋର ପ୍ରଥମ ସର୍ଜରୀର ଯେଉଁ ରୋଗୀ ଥିଲା ମୋର ମନେ ପଡ଼ିଯାଉଛି ସିଏ ଗୋଟେ ଝିଅ ଥିଲା ଯିଏ ପୁରୀରୁ ଆସିଥିଲା। ପୁରୀରେ ତାଙ୍କ ବାପା ଆଉ ସିଏ ପୁରୀ ଠାରୁ ଆସିଥିଲେ ଆଉ ତାଙ୍କର ମୁହଁରେ ଗୋଟେ କଳା ଯାଇଥିଲା, ତା ବିଷୟରେ ସେମାନେ ଚିନ୍ତିତ ଥିଲେ। ତା ବାପା ସବୁବେଳେ ଭାବୁଥିଲେ ମୋର ଝିଅର ଏଇ କଳା ଯାଇଟା ତା ବିବାହ ପ୍ରସ୍ତାବରେ ଅନେକ ବାଧା ସୃଷ୍ଟି କରିବ। ଆଉ ସେମିତି 2-3 ଥର ହେଲା ପରେ ତାଙ୍କ ଚିନ୍ତା ଆହୁରି ବଢ଼ିଯାଇଥିଲା। ତ ଏହି ବିଷୟରେ ତାଙ୍କ ବ୍ୟସ୍ତତାକୁ ଠିକ୍ କରିବାକୁ ଯାଇକି ଆମେ ତାଙ୍କ ସର୍ଜରୀ ପ୍ଲାନ୍ କରିଥିଲୁ। ସର୍ଜରୀ ଦିନଟା ପଳେଇ ଆସିଲା। ସର୍ଜରୀ ଦିନ ଆମେ ତାକୁ ଓଟି ଟେବୁଲକୁ ନେଲୁ। ଓଟି ଟେବୁଲରେ ଆମେ ଯେତେବେଳେ ତାକୁ ସର୍ଜରୀ କଲୁ ସେତେବେଳେ ସ୍କାଲ୍ପେଲ୍ ଲଗଉ ଯେତେବେଳେ ବ୍ଲେଡ୍ଟା ଲାଗିଲା ସେତେବେଳେ ସେଇ ମୁହୂର୍ତ୍ତରେ ଭୁସଭୁସ ହେଇକି ରକ୍ତଟା ବାହାରି ପଡ଼ିଲା। ତା ରକ୍ତର ମାତ୍ରା ଏତେ ଥିଲା ତାକୁ ଦେଖିକି ମୋର ହୃତ୍ପିଣ୍ଡର ଯେଉଁ ରେଟ୍ଟା ବହୁତ ମାତ୍ରାରେ ବଢ଼ିଗଲା। ମୋର କପାଳରୁ ଝାଳ ବୋହିବା ଆରମ୍ଭ ହୋଇଗଲା। ମୋତେ କିଛି ମାତ୍ରାରେ ଭୟ ବଢ଼ିଯାଇଥିଲା। ଆଉ ସେଇ ମୁହୂର୍ତ୍ତରେ ମୋତେ ଲାଗିଲା ଯେ ମୁଁ ଠାକୁରଙ୍କୁ ଡାକେ, କାହିଁକି ମୋତେ ଲାଗିଲା ଯେ ମୁଁ ଏବେ କ'ଣ କରିବି, ମୋର ତ ସାଇଡ଼୍ରେ କେହି ନାହାନ୍ତି ସାହାଯ୍ୟ କରିବାକୁ। ଆଉ ପିଜି ଟାଇମ୍ରେ ଯେମିତି ଆମେ ଟ୍ରେନିଂରେ ଥିଲୁ ସେମିତି ଲାଗୁନଥିଲା, କିନ୍ତୁ ଏଇଟା ମୋତେ ଲାଗିଲା, ଭୟ ଲାଗିଲା। ଆଉ ସେତେବେଳେ ମୁଁ ଯେତେବେଳେ ଠାକୁରଙ୍କୁ ଡାକିଲି ସେତେବେଳେ ଭିତରୁ ଗୋଟେ ଆସିଲା, ଗୋଟେ ଶବ୍ଦ ଆସିଲା। ସିଏ ମୋତେ କହୁଥିଲା ଯେ ତୁ ଡରନା, ତୁ କରିପାରିବୁ, ଆଉ ମୁଁ ତୋର ସାଙ୍ଗରେ ଅଛି, ତୁ କର, ହେଇଯିବ। ଆଉ ଏଇ ଯେଉଁ ଶବ୍ଦଟା ଆସିଲା ସେଇଟା ସଡନଲି କିଛି ମୁହୂର୍ତ୍ତରେ ମୋ ମନରେ ଗୋଟେ ସାହସ ଆଣିଦେଇଥିଲା। ମୋର ଯେଉଁ ହୃତ୍ପିଣ୍ଡର ରେଟ୍ ଥିଲା, ଯାହା କେତେ ସ୍ପିଡ଼ରେ ମୋ ହାର୍ଟ ବିଟ୍ ପଡ଼ୁଥିଲା, ସେଇଟା ସଡନଲି ବହୁତ ମାତ୍ରାରେ ଷ୍ଟେବଲ୍ ହେଇଯାଇଥିଲା। ଆଉ ମୋର ହାତ ଥରିବା କମ୍ ହେଇଯାଇଥିଲା, ମୋର ମୁହଁରୁ ଝାଳ ବୋହିବା କମ୍ ହେଇଯାଇଥିଲା, ଆଉ ସର୍ଜରୀଟି ସୁରୁଖୁରୁରେ ହେଇଯାଇଥିଲା। ଏହି ଦିନ ବିତିଗଲା ପରେ ଆମେ ସପ୍ତାହେ ପରେ ଝିଅକୁ ଡାକିଥିଲୁ ଷ୍ଟିଚ୍ ରିମୁଭାଲ୍ ପାଇଁ। ଷ୍ଟିଚ୍ ଆମେ କାଢ଼ିଲୁ ଆଉ ସବୁ ଭଲରେ ହେଲା। ଏମିତି 2-3 ମାସ ଗଡ଼ିଗଲା। 2-3 ମାସ ଗଡ଼ିଲା ପରେ ଦିନେ ମୁଁ କ୍ଲିନିକ୍ରେ ବସିଥାଏ ଆଉ ତାର ବାପା ଆସିଲେ କ୍ଲିନିକ୍କୁ। ଆଉ କ୍ଲିନିକ୍ରେ ମୋତେ ଭେଟିକି କହିଲେ ଯେ ସାର୍ ମୁଁ ବହୁତ ଖୁସି ଅଛି ଆଜି, ଆଉ ଗୋଟେ କୋର୍ଟ କାମରେ ଆସିଥିଲି, ଆପଣଙ୍କୁ ଭେଟିକି ଯିବି ବୋଲି ଭାବିଲି। ଆଉ ଆପଣଙ୍କ ପାଇଁ ଝିଅ ଗୋଟେ ପଠେଇଛି, ଗୋଟେ ଗିଫ୍ଟ ପଠେଇଛି, ଆଉ ଏଇ ଉପହାରଟା ଆପଣଙ୍କୁ ମୁଁ ଦେବାକୁ ଚାହୁଁଥିଲି। ସେ ଉପହାରଟା ଥିଲା ଗୋଟେ ଛୋଟ କି ଚେନ୍ ଆଉ ଗୋଟେ ଚାବି ରିଙ୍ଗ। ଚାବି ରିଙ୍ଗରେ ଜଗନ୍ନାଥଙ୍କର ଗୋଟେ ଫଟୋ ଥିଲା। ଆଉ ସେଇ ଫଟୋଟା ଦେଖିକି ମୋତେ ବହୁତ ଇମୋସନାଲ୍ ବି ଲାଗିଲା, ଆଉ ମୋତେ ବହୁତ ଖୁସି ବି ଲାଗିଲା। ଆଉ ମୋତେ ଲାଗିଲା ଯେ ଠାକୁର ମୋତେ ଏଇ ରିଙ୍ଗ ଦ୍ୱାରା ମୋ ପାଖକୁ ପୁନର୍ବାର ଆସିଯାଇଛନ୍ତି। ମୋତେ ଦେଖିକି ଲାଗିଲା ସେଇ ହସ ହସ ମୁହଁ ଠାକୁରଙ୍କର ମୋତେ କହୁଛନ୍ତି ଯେ ମୁଁ ତୋତେ ସାହାଯ୍ୟ ସେଦିନ କରିଦେଇଥିଲି, ଆଉ ଯାହା ହଉ ଭଲରେ ସବୁ ହେଇଗଲା। ଆଉ ଏଇଟା ମୋ ମନରେ ଗୋଟେ ମନକୁ ବହୁତ ଖୁସି ଦେଇଥିଲା। ଆଉ ଜାଣିକି ଖୁସି ଲାଗିଲା ଯେ ତା ଝିଅର ବାହାଘର ବି ଠିକ୍ ହେଇଯାଇଥିଲା, ତା ବାପା ବହୁତ ଖୁସି ଥିଲେ। ଆଉ ଯେମିତି ଆମେ କିଛି କାମ କଲେ ରୋଗୀମାନେ କୁହନ୍ତି ଯେ ଡାକ୍ତରମାନେ ଈଶ୍ୱର, ସେ ବି ମୋତେ ଗୋଟେ ଈଶ୍ୱରର ଆଖ୍ୟା ଦେଇକି ପଳେଇଥିଲେ। କିନ୍ତୁ ସେ କହିକି ଗଲା ପରେ ମୋ ମନରେ ସବୁବେଳେ ଭାବୁଥାଏ ଯେ ଈଶ୍ୱର କ'ଣ ଆମେ, ନା ଈଶ୍ୱର ସେଇ ଶକ୍ତିଟା ଯିଏ ଆମ ହାତ ଦ୍ୱାରା ସେଦିନ କାମ କରିଥିଲା। ତ ମୋ ମନରେ ଏଇ କଥାଟା ଯେତେବେଳେ ଆସେ ତ ମୁଁ ସବୁବେଳେ ଭାବେ ଯେ ଠାକୁର ଦେଖ ତାଙ୍କ ହାତ କଟିଯାଇଛି, ଆଉ ଠାକୁରଙ୍କ ହାତ ଖଣ୍ଡିଆ ହାତ ବୋଲି ଆମେ ତାଙ୍କୁ କହିଥାଉ। କିନ୍ତୁ ଠାକୁର ଏଇଥିପାଇଁ ହାତ ରଖିନାହାନ୍ତି କାହିଁକି ଆମ ସମସ୍ତଙ୍କ ହାତ ହେଉଛି ତାଙ୍କର ହାତ। ଆଉ ଦୁନିଆରେ ଯେଉଁ ବି ସତ୍କର୍ମ ଭଲ କର୍ମ ହେଉଛି ସେଇଟା ସବୁ ଠାକୁରଙ୍କ ହସ୍ତ ଦ୍ୱାରା ହିଁ ହେଉଛି, ଯାହା ବି ଭଲ କାମ ହେଉଛି। ତେଣୁ ନିଜ ମନରେ ଗର୍ବ, ଗରିମା, ଅହଙ୍କାର ଏହିସବୁକୁ ଆମେ ଭୁଲି ଯାଇ ଭଲ ଭାବରେ ଯଦି ଆମେ କାର୍ଯ୍ୟ କରୁଛେ ତାହେଲେ ଆମେ ସେଇଟା ସତ୍କର୍ମ ଯାହା ବି କରୁଛୁ ସେଇଟା ଆମେ ଠାକୁରଙ୍କ କାମ ହିଁ କରୁଛୁ।
ଆଉ ଯଦି ଆମେ ତାର ବତ୍କର୍ମ କରୁଛୁ ତାହେଲେ ସବୁ ଆମ ଏକାଉଣ୍ଟରେ ଆମ ଖାତାରେ ପଡ଼ୁଛି। ଯାହାର କର୍ମ ଦିନା ଦିନେ ଆମେ ଖରାପ କର୍ମର ଯେଉଁ ଭାଗିଦାରୀଟା ଆମ ଉପରେ ଆଉ ଭଲ କର୍ମର ଭାଗିଦାରୀଟା ଠାକୁରଙ୍କ ଉପରେ। ତ ଏଇସବୁ ଛୋଟ କାହାଣୀ ଗୁଡ଼ା ଆମ ଜୀବନରେ ଠାକୁରଙ୍କର ଯେଉଁ ନେଇକି ଅନୁଭୂତିଟା ବହୁତ ମାତ୍ରାରେ ଆମକୁ ଏଫେକ୍ଟ କରେ। ଆଉ ରଥଯାତ୍ରାରେ ଏଇଭଳି ଷ୍ଟୋରି ଯେଉଁ ଠାକୁରଙ୍କ ସାଙ୍ଗରେ ଆମର ଅନୁଭୂତିଟାକୁ ଆମ ମନରେ ଆଉଥରେ ଉଜାଗର କରି ତାଙ୍କ ପ୍ରତି ଯେଉଁ ଆମର ବିଶ୍ୱାସଟା ଅଛି ସେଇଟା ଆହୁରି ମାତ୍ରାରେ ବଢ଼ିଥାଏ। ତେଣୁ ରଥଯାତ୍ରା ପାଇଁ ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ। ଠାକୁରଙ୍କୁ ଉପରେ ବିଶ୍ୱାସ କରିବା, ଠାକୁରଙ୍କ ପଥରେ ଚାଲିବା। ଏହି ଶରୀର ଯେଉଁ ଆମକୁ ମିଳିଛି ଏଇଟା ଠାକୁରଙ୍କର ଗୋଟେ ଆମ ପାଇଁ ଗିଫ୍ଟ। ଆଉ ଆମେ ମନରେ ଆମ ଶରୀରରେ ଠାକୁରଙ୍କୁ ରଖିଲେ ଏଇ ଶରୀର ଗୋଟେ ରଥ ସଦୃଶ। ଆଉ ପ୍ରତିଟି ଦିନ ଗୋଟେ ରଥଯାତ୍ରା, ପ୍ରତିଟି ଦିନ ପ୍ରତି ମୁହୂର୍ତ୍ତ ଗୋଟେ ନବକଳେବର। ଆଉ ଆମ ଜୀବନ ଗୋଟେ ଜୟଯାତ୍ରା। ସମସ୍ତଙ୍କୁ ରଥଯାତ୍ରାର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ନମସ୍କାର।